ବସିବା ସ୍ଥାନରୁ ଅଳ୍ପ ବାଟରେ, ଅଳ୍ପ ଦୂରରେ। ସେ ସର୍ପ ସବୁଦିନେ ଆସିବ, ଆରମ୍ଭରୁ ଆସେ, ଶେଷ ପର୍ଯ୍ୟନ୍ତ ରହେ, ତାପରେ ସେ କୁଆଡ଼େ ଯାଏ। ଏଇ କଥାକୁ ଆମେ କିଏ ଗ୍ରହଣ କଲା କିଏ ଗ୍ରହଣ କଲାନି ସେ ଅଲଗା କଥା। ଯେଉଁଦିନ ଭାଗବତ ଗୀତାର କଥା ଶେଷ ହେଲେ ସେଦିନ ଆମେ ଲକ୍ଷ୍ୟ କଲୁ ସର୍ପଟି ଆସିଛି କି ନା, କିନ୍ତୁ ପ୍ରକୃତରେ ସର୍ପ ଆସିଛି ଏବଂ ଫଣା ଟେକି ଏମିତି ସେ କଥାକୁ ଶୁଣୁଛି। ଆମେ ଯେତେବେଳେ ପ୍ରସାଦ ପାଇଲୁ, କିଛି ପ୍ରସାଦ ତାଙ୍କ ଉଦ୍ଦେଶ୍ୟରେ ଗୋଟେ ପତ୍ର ଧିରେ ତାକୁ ଦେଲୁ ଏବଂ ଦଣ୍ଡବତ ହେଲୁ। ତାପରେ ଆମର ଭାଗବତ କଥା ସରିଲା। ତେବେ ଏଇ ଯେଉଁ କଥା, ଅନୁଭବର କଥା, ଏଗୁଡ଼ିକୁ ଆମେ ଭୁଲି ପାରିବୁନି। ଭଗବାନ ଅଛନ୍ତି, ସେ କେଉଁଠି ଅଛନ୍ତି ଆଜି ବି ରହସ୍ୟାମୃତ ହୋଇ ରହିଯାଇଛି। କିଏ କେତେ ପ୍ରକାରର ନାମରେ ତାଙ୍କୁ ଡାକୁଛି, କିନ୍ତୁ ସେ ପ୍ରକୃତରେ ସେ ଡାକକୁ ଶୁଣୁଛନ୍ତି କି ନାହିଁ ସେ କଥା ମଧ୍ୟ ଆମେ ପ୍ରମାଣ କରିପାରିବୁ। ଯଦି ତାହା ମିଛ, ତାହେଲେ ଭାଗବତରେ କାହିଁକି ଲେଖିଲେ ଯେ ମଦ ଭକ୍ତ୍ୟା ତତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରଦ। ସେ ଭାଗବତରେ କହିଲେ ଆପଣମାନେ ଏଠି ଯେତିକି ପରିମାଣରେ ବସିଛନ୍ତି, ସେ ଏଇଭଳିଆ ଅନୁଷ୍ଠାନକୁ ଲକ୍ଷ୍ୟ କରି ସେ କହିଛନ୍ତି, ମୋର ଭକତ ମୋର ମିତ୍ର, ସେ କରେ ଜଗତ ପବିତ୍ର। ଏଠି ଆମେ ଏ ଗ୍ରାମରେ ଆମେ ଏଠି ବସିଛୁ, ଅଳ୍ପ ଲୋକ ବସିଛୁ, ଆମର ନାମ କୀର୍ତ୍ତନ ଯାହା କରିବା କଥା କରୁଛୁ, କିନ୍ତୁ ଆମେ ଜାଣିନୁ ଯେ ଆମର ଏଇ ପ୍ରାର୍ଥନା ବା ଆମର ଏଇ ସମାବେଶ, ଏଇ ଯେଉଁ ନାମ କୀର୍ତ୍ତନର ଧ୍ୱନି ପ୍ରତିଧ୍ୱନି, ଇଏ ସିଧାସଳଖ ଭାବରେ ଭଗବାନଙ୍କ ପାଖରେ ପହଞ୍ଚି ସାରିଲାଣି। ସେଥିପାଇଁ ବଳିଆ ସବୁବେଳେ ବିଭିନ୍ନ ସତ୍ସଙ୍ଗରେ କହେ, ଯେଉଁଠି ଯେତେବେଳେ ଯାହାଙ୍କୁ ପ୍ରଣାମ କରିବ, ଦେବାଦେବୀମାନଙ୍କୁ ପ୍ରଣାମ କରିବ, ସେଠି ନିଜର ଯାହା କାମନା ବାସନା ଯାହା କରୁଛ କର। ମୋର ପୁଅ ହଉ, ମୋର ଝିଅ ହଉ, ମୋର ଅମୁକ ହଉ, ମୋର ସମୁକ ହଉ, କିନ୍ତୁ ସବୁବେଳେ ସର୍ବେ ଭବନ୍ତୁ ସୁଖୀନ, ଇଏ କଥାଟାକୁ କହିବା ପାଇଁ କେବେ ଭୁଲିବେନି। ବିଶ୍ୱର ମଙ୍ଗଳ ହଉ, କାଳେ ବର୍ଷନ୍ତୁ ପର୍ଜନ୍ୟ ପୃଥିବୀ ଶସ୍ୟଶାଳିନୀ। ସନାତନ ଧର୍ମର ଉଦାରତା ଆପଣମାନେ ଏଇଠୁ ଜାଣିବେ। କାଳେ ବର୍ଷନ୍ତୁ ପର୍ଜନ୍ୟ ପୃଥିବୀ ଶସ୍ୟଶାଳିନୀ। ଠିକ ସମୟରେ ବର୍ଷା ହଉ, ପୃଥିବୀ ଶସ୍ୟ ଶ୍ୟାମଳାରେ ପୂର୍ଣ୍ଣ ହଉ। ଶସ୍ୟ ଶ୍ୟାମଳାଟା କ'ଣ କେବଳ ମଣିଷମାନଙ୍କ ପାଇଁ ଦରକାର? ସେଇଟା ସମସ୍ତଙ୍କ ପାଇଁ ଦରକାର। ପଶୁ ପକ୍ଷୀ କୀଟ ପତଙ୍ଗ ପିମ୍ପୁଡ଼ି ଜନ୍ଦା ସମସ୍ତଙ୍କ ପାଇଁ ଶସ୍ୟ ଶ୍ୟାମଳାର ଆବଶ୍ୟକ ରହିଛି।
ଆପଣ ଦେଖିବେ ଗୋଟିଏ ଗୋଟିଏ ଗଛ ସେ କେଉଁ କାଳରୁ ଅଛି, ସେ ଗଛରେ ବାଦୁଡ଼ି ସବୁ ଓହଳିଛନ୍ତି, ନା ମାନେ ବସା କରି ଅଛନ୍ତି। ଯଦି ସେ ଗଛଟାକୁ ଆମେ କାଟିଦେବା, ତାମାନେ କେତେ ଜଣ ବାଇ ଚଢ଼େଇର ବସାକୁ, କେତୋଟି ବାଇ ଚଢ଼େଇର ବସାକୁ ଆମେ ଭାଙ୍ଗିଦେଲେ, ଯେଉଁଟା ଭାଙ୍ଗିଲେ ସେ ଫଳଟା କିଏ ପାଇବ? ଆମେ ହିଁ ପାଇବୁ। ତେଣୁ ସଜ୍ଜନ, ଇଏ ସବୁ ଆମର ଯାହା ଅଛି, ଏ ଘରେ ମାନବ କୁଣିଆ ସରବେ ଅଢ଼େଇ ଦିନିଆ। ଆକାଶ ଆମରି ଛପର, ମରତ ଆମରି ଦୁଆର, ବସା ଘର ସବୁ ବିଭୁଙ୍କ କୋଠରୀ, ତଥି ମଧ୍ୟେ ଆମେ ମୂଲିଆ। ଏଇ ଘରେ ବସିଛୁ, ଏ ଘର ଆଗରୁ ନଥିଲା କି ଆଉ 100 ବର୍ଷ ପରେ ଏ ଘର ଥିବ କି ଆଉ ଏଠି ଆଉ ଗୋଟେ କ'ଣ ହେଇଥିବ, ଆମେ କେମିତି କହିବା? ତେଣୁ ଜୀବନଟା ଗୋଟେ ଏମିତି ଶବ୍ଦ। ବନ କହିଲେ ଜଙ୍ଗଲ, ବନ କହିଲେ ଜଳ, ବନ କହିଲେ ସୁନ୍ଦର। ଜୀବନ କହିଲେ ତାର ସମ୍ପର୍କ ଜଳ ସହିତ ଯେତିକି, ବୃକ୍ଷ ତରୁ ତୃଣ ଲତାଙ୍କ ସହିତ ସେତିକି, ଏବଂ ସେ ହେଉଛି ସବୁଠାରୁ ସୁନ୍ଦର। ସୁନ୍ଦର ତୁମରି ଚରଣ ଧୂଳି, ସୁନ୍ଦର ତୁମରି ନାଁ, ସୁନ୍ଦର ତୁମରି ଏଟିକି ଦୁନିଆ, ସୁନ୍ଦର ତୁମରି ଗାଁ। ଆଜି ଧର୍ମକୁ କେନ୍ଦ୍ର କରି କେତେ କପୋଳ କଳ୍ପିତ କଥା ସବୁ କୁହାଯାଉଛି, ଆପଣମାନେ ତାକୁ ଶୁଣୁଥିବେ। ବଳିଆ ତାକୁ ବିଚାର କରେ, ଏସବୁ କ'ଣ, କାହିଁକି ଏସବୁ ହେଉଛି? ଆମେ ଗୋଟିଏ ଧର୍ମର ଲୋକ, କିନ୍ତୁ ମୁଁ ଯଦି ଜଗନ୍ନାଥଙ୍କ ପ୍ରସାଦ ପାଇବି, ଆଉ ଜଣେ କହିବ ମୁଁ ଜଗନ୍ନାଥଙ୍କ ପ୍ରସାଦ ପାଇବିନି। ଇଏ କାହିଁକି ନା ଆମ ଗୁରୁ ମନା କରିଛନ୍ତି ଜଗନ୍ନାଥଙ୍କ ପ୍ରସାଦ ପାଇବ। କିଏ ଯଦି ତୁଳସୀ ଗଛକୁ ପୂଜା କରୁଛି, ଆଉ କିଏ ତୁଳସୀ ଗଛକୁ ଓପାଡ଼ିକି ଫୋପାଡ଼ି ଦେଉଛି। କିଏ ଯଦି ପରାମର୍ଶ ଦେଉଛି ମା' ମାନେ ସିନ୍ଦୁର ନାଇବ, କାଚ ନାଇବ, ମୁଣ୍ଡରେ ଓଢ଼ଣୀ ଦେବ, ଏମିତି ସବୁ କହୁଛନ୍ତି। ଆଉ ଗୋଟେ ଦଳ ବାହାରି ପଡ଼ି କହୁଛନ୍ତି ସିନ୍ଦୁର ନିଭେଇ ଦିଅ, କାଚ ଭାଙ୍ଗି ଦିଅ। ଏଗୁଡ଼ା ସବୁ ପୁରୁଣା କଥା, ଏଗୁଡ଼ା ସବୁ ଅନ୍ଧବିଶ୍ୱାସ। ତେବେ ଆମେ କାହା କଥାକୁ ଗ୍ରହଣ କରିବୁ? କେଉଁ କଥାକୁ ଆମେ ଗ୍ରହଣ କରିବୁ? ଆମ ନିକଟରେ ଏଇଠି ଆମର ଏଇଟା ଢେଙ୍କାନାଳ ଜିଲ୍ଲା ତ, ଏଇ ଢେଙ୍କାନାଳ ଜିଲ୍ଲାରେ ଯେଉଁ ପ୍ରସିଦ୍ଧ ମହିମା ଅଲେଖ ଟୁଙ୍ଗି ରହିଛନ୍ତି, ଆପଣମାନେ ସାରା ଓଡ଼ିଶାରେ ନିଜସ୍ୱ ଧର୍ମ ଗୋଟେ ଅଛି, ଓଡ଼ିଶାରେ ସେ ଜନ୍ମ ହେଇଛନ୍ତି, ସେ ଧର୍ମଟି ଜନ୍ମ ହେଇଛନ୍ତି ମହିମା ଅଲେଖ ରୂପରେ। ତାଙ୍କ ଭିତରେ ଗୋଟେ ଚାଲିଛି ଗଣ୍ଡଗୋଳ, କିଏ କୌପୁନି ପିନ୍ଧିବ ମାନେ ନାଲି ବସ୍ତ୍ର, ଆଉ କିଏ ବକଳ ପିନ୍ଧିବ। ଆଚ୍ଛା, ଇଏ ଗୋଟେ କେଉଁ କଜିଆ? ବକଳ ପିନ୍ଧିବ, କେତେ ଗଛ ନଷ୍ଟ ହେଉଛି। ଯିଏ କହିଥିଲେ ବକଳ ପିନ୍ଧିବା ପାଇଁ, ସେତେବେଳେ ବକଳର ଅଭାବ ନଥିଲା। ଆପଣମାନେ ଏ ବକଳ ପିନ୍ଧିବା ପାଇଁ ଏତେ କଜିଆ କାହିଁ କରୁଛନ୍ତି? ଯିଏ କହୁଛନ୍ତି ଆମେ କୌପୁନି ପିନ୍ଧିବୁ,
ଇଏ କେଉଁ ପୁଣି ତୁମେ ପିନ୍ଧୁଛ ପିନ୍ଧ, କଜିଆଟା କାହିଁ କରୁଛ? କ'ଣ କଜିଆ? ଡାକୁଛ ତ ମହିମା ଅଲେଖ, ପୁଣି ଗଣ୍ଡଗୋଳଟା କ'ଣ ପାଇଁ? ଏଇଭଳି ଭାବରେ ଆପଣ ଦେଖିବେ ଆମ ସନାତନ ଧର୍ମରେ ନାନା ମତ, ନାନା ବିଭ୍ରାନ୍ତିକର କଥା ମଧ୍ୟ ଚାଲିଛି। ସେ ଏଇ ବର୍ତ୍ତମାନ ସେ କଥାଟି ପଡ଼ିଥିଲା, ଗୋଟିଏ କିଏ ବାବା ବାହାରିଲେ, ସେ ବାବାଙ୍କ କାମ ହେଲା ଯାହାକୁ ଯାହା ରୋଗ ହେଇଛି ସେ କାଳେ ଗୋଇଠାଟା ପକାଉଛନ୍ତି, ଚଟକଣାଟା ପକାଉଛନ୍ତି, ତାଙ୍କ ରୋଗ ଭଲ ହେଇଯାଉଛି। ଆଚ୍ଛା, ଇଏ କେଉଁ କଥା? ସେମିତି ଆଉ କେଉଁ ବାବା ବାହାରିବେ କୋଦାଳରେ ମୁଁ ଗୋଟା ଗୋଟେ ଚୋଟ ତମକୁ ଦେବି, ରୋଗ ଭଲ ହେଇଯିବ, ସେମିତି ସେଠି ଲୋକ ପହଞ୍ଚିବେ। ପ୍ରକୃତରେ ଏସବୁ କଥା ହେଉଛି ଭେଳିକି, ଏସବୁ ମିଥ୍ୟା 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 ସକଳସ୍ୱ ମିଥ୍ୟା ବ୍ରହ୍ମମେକୋପି ସତ୍ୟ। ଆପଣ ଭଗବାନ ଭଗବାନ କହୁଛନ୍ତି, ଭଗବାନଙ୍କୁ ଦେଖିଛନ୍ତି? କେଉଁଠି ଦେଖିଛନ୍ତି? କେଉଁ ଜାଗାରେ ଭଗବାନକୁ ଆପଣ ଦେଖିଲେ? ଆପଣ ଭଗବାନଙ୍କୁ ପ୍ରକୃତରେ ଦେଖିଛନ୍ତି, କିନ୍ତୁ ଆପଣ ଜାଣିନାହାନ୍ତି ମୁଁ ଭଗବାନଙ୍କୁ ଦେଖିଛି ବୋଲି। ଭ କହିଲେ ପୃଥିବୀ, ଭବ। ଗ କହିଲେ ଗତି। କାହାର ଗତି? ପବନର ଗତି, ସମୁଦ୍ରର ଗତି, ଆମ ଜୀବନର ଗତି। ନିଶ୍ୱାସ ପ୍ରଶ୍ୱାସ ଚାଲିଛି, ଆମେ ବଞ୍ଚିଛୁ, ଯଦି ସେ ବନ୍ଦ ହେଲା ଆମେ ମଲୁ। ସେଇଭଳି ଭାବରେ ବା କହିଲେ ପବନ, ନ କହିଲେ ନଭ ବା ଆକାଶ, ନ କହିଲେ ନମ୍ରତା ଗୁଣ। ଆମେ ଡାକୁଛୁ ହେ ଭଗବାନ। ଇଏ ଭଗବାନ କେଉଁଠି ଅଛନ୍ତି? ତୁମେ ତାଙ୍କର ଠିକଣା କ'ଣ ଭଗବାନଙ୍କର ତୁମେ ସବୁ ପାଇଯାଇଛ? ଭଳିଆ ଗୋଟେ ଗୀତରେ ଲେଖିଛି, ସେଇଟା ଜଣେ ମାନିବ ନ ମାନିବ, ଆମେ ତ ଲେଖିଛୁ ଆଉ। ଦେଖି ନାହିଁ ଭଗବାନଙ୍କୁ, ଭଗବାନ ତାଙ୍କ ନାହିଁ ଭଗବାନ। ମୁଁ ଯେଉଁଦିନ ଜନ୍ମ ହେଲି ମୁଁ କ'ଣ ଭଗବାନଙ୍କୁ ଦେଖିଥିଲି? କିନ୍ତୁ ଦେଖିଥିଲି କାହାକୁ? ଗୁରୁଦେବଙ୍କୁ ଦେଖିଥିଲି। ସେ ଗୁରୁ କିଏ? ମାତା ଗୁରୁ, ପିତା ଗୁରୁ, ଜୟ ଗୁରୁ। মাতা গুরু
ଆଉ ଟିକେ ଯେତେବେଳେ ବଡ଼ ହେଲି ପାଠ ପଢ଼ି ମୁଁ କାହାକୁ ଦେଖିଛି? ଭଗବାନଙ୍କୁ ଦେଖିଛି ନା ଗୁରୁଙ୍କୁ ଦେଖିଛି? ଶିକ୍ଷା ଗୁରୁ ଦୀକ୍ଷା ଗୁରୁ ଜୟ ଗୁରୁ ଶିକ୍ଷା ଶିକ୍ଷା ଗୁରୁ ଯେତେବେଳେ ଆମର ପରିପକ୍ୱ ମସ୍ତିଷ୍କ ଆସିଲା, ଆମେ ନିଜେ ନିଜକୁ ସମୀକ୍ଷା କଲେ ଭୁଲ କରୁଛୁ କେତେ, ଠିକ୍ କରୁଛୁ କେତେ, ଜୀବନରେ କେତେ ଭୁଲ କରିଛୁ, କେତେ ଠିକ୍ କରିଛୁ, ଏଇ କଥାକୁ ମନେ ପକାଇ ଆମେ ନିଜକୁ କେମିତି ପରିତ୍ରାଣ କରିବୁ ସେଥିପାଇଁ ଆମେ ମାର୍ଗ ଖୋଜିଲୁ। ସେଥିପାଇଁ କ'ଣ ଆମେ ଭଗବାନଙ୍କ ପାଖକୁ ଯାଇଥିଲୁ? ସଦ୍ଗୁରୁ ମୋକ୍ଷ ସଦ୍ଗୁରୁ ସଦ୍ଗୁରୁ ধনী বল মানি বল রোগী বল সাধু বল বাবাজি বল জয় গুরু জয় গুরু জয় গুরু ଜୀବନରେ ଯଦି ଆମେ ବଡ଼ ବଡ଼ ମନ୍ତ୍ର ସବୁ ପଢ଼ିପାରିବାନି, ମୁଖସ୍ଥ କରିପାରିବାନି, ମନେ ରଖିପାରିବାନି, କିଛି ଆବଶ୍ୟକ ବି ନାହିଁ। କେବଳ ଜୟ ଗୁରୁ କହିଦେଲେ ବି ଯଥେଷ୍ଟ। ଜୟ ଗୁରୁ ଖାଲି ଏତିକି ବି ନୁହଁ, ଯଦି ଆମେ ରଣେ ଥାଉ ବଣେ ଥାଉ ଯୋଉଠି ଥାଉ, କେବଳ ଯଦି ଜଗନ୍ନାଥ ବୋଲି କହିଦେଲୁ ବା ମନ ଭିତରେ ସ୍ମରଣ କଲୁ, ଆମେ କହିବା ଜଗନ୍ନାଥ କ'ଣ ଶୁଣିବେ ନା କ'ଣ? ଆମେ ନିଜେ ଅନୁଭବ କରିଛୁ ଏବଂ ସେଇ କଥାଟା କହୁଛୁ। ଜଗନ୍ନାଥ କିଏ? ଜ କହିଲେ ଜଗତ, ଯିଏ ଜଗତର ନାଥ ସେ ଜଗନ୍ନାଥ। ଗ କହିଲେ କିଏ? ଗୁରୁ ଆଉ ଗୋବିନ୍ଦ। ଗୁରୁ ଗୋବିନ୍ଦେ ଦିଅ ମନ ଜଗ। ଆଚ୍ଛା, ଜଗ ଗୋଟେ ଶବ୍ଦକୁ ଟିକେ ଚିନ୍ତନ କଲେ, ସବୁବେଳେ ଭୁଲ କାମ ନ କରିବା ପାଇଁ ନିଜକୁ ଜଗ। ଯେଉଁ ଲୋକ ଜଗି ପାରିଛି, ନିଜର ଭୁଲକୁ ଜଗି ପାରିଛି, ଭୁଲ ନ କରିବା ପାଇଁ ସଂକଳ୍ପ ନେଇଛି,
ସେଇ ଲୋକଟି ହେଉଛି ପ୍ରକୃତ ଭଗବାନଙ୍କର ଭକ୍ତ। ଆଉ ଚିତା ଚନ୍ଦନ ମାଳି ପଇସା କହୁନି ଏଇଥିରେ କ'ଣ ଭଗବାନ ଅଛନ୍ତି? ନାଁଟି କ'ଣ? ନାଁଟି ହେଉଛି ନାମ। ଯେଉଁ ନାମ ହଉ ସେ ନାମ କର। ଶଙ୍କରାଚାର୍ଯ୍ୟ କ'ଣ କହିଲେ? ଭଜ ଗୋବିନ୍ଦମ୍ ସ୍ମର ଗୋବିନ୍ଦମ୍। ଗୋବିନ୍ଦ ଶଙ୍କରାଚାର୍ଯ୍ୟ କହିଲେ ଭଜ ଗୋବିନ୍ଦମ୍ ସ୍ମର ଗୋବିନ୍ଦମ୍। ଚୈତନ୍ୟ କ'ଣ କହିଲେ? ହରେ କୃଷ୍ଣ 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 ହରେ ରାମ ଦେବର୍ଷି ନାରଦ ସେ ଯମୁନା କୂଳରେ କହିଗଲେ ଆମ ସମସ୍ତଙ୍କ ପାଇଁ, କଳିଯୁଗର ମଣିଷମାନଙ୍କ ପାଇଁ ଗୋଟିଏ ନାମ କର, ଶ୍ରୀକୃଷ୍ଣ ଗୋବିନ୍ଦ ହେ ନାଥ ଶ୍ରୀକୃଷ୍ଣ। এই ଗୋଟିଏ କଥା ସେ କହିଗଲେ, ବେଶୀ ବଡ଼ କଥା ବି ନୁହଁ। ଭାଗବତଟା ଆଉ ପଢ଼ୁନାହାନ୍ତି, ଆଉ ଜାଣିବେ କେମିତି? ସେଇ ଭାଗବତରେ ଗୋଟେ କଥା ଲେଖିଛନ୍ତି, ମୋ ନାମ ଶ୍ରବଣ କୀର୍ତ୍ତନ ତାପରେ କହିଲେ ଶ୍ରଦ୍ଧା ନ ଥାଇ ଅନ୍ତର୍ଗତେ କେବଳ ଲୌକିକ ଶ୍ରଦ୍ଧା ନ ଥାଇ ଆଉ ଯଦି ନାମ କରିବ, ଠାକୁର କହିଛନ୍ତି ନାମ କର, ଲଜ୍ଜା ସଂକୋଚ ଦୂର କରି ନାଚିବ ଉନ୍ନତ ଆଚରି, ଲଜ୍ଜା ସଂକୋଚ ଦୂର କରି ନାଚିବ ଉନ୍ନତ ଆଚରି। ଯଦି ଗାଇ ପାରିବ ନାହିଁ, ନାଚି ପାରିବ ନାହିଁ, ଆଉ କିଛି ତ କରିପାରିବନି, ତାହେଲେ କେବଳ ଗୀତା କହିଲେ ମୋତେ ଟିକେ ନମସ୍କାର କର। କାହାକୁ କାହାକୁ ନମସ୍କାର କରିବୁ? ସୂର୍ଯ୍ୟ ନଳେ କିବା ଜଳେ ଅଥବା ଉଦୟ କମଳେ, ସୂର୍ଯ୍ୟ କିବା ଜଳେ ଅଥବା ଉଦୟ କମଳେ, ଯେବେ ନ ପାରେ ଏତେ ମତ ଗୃହରେ ଅତିଥି ଆଗତ, ତାହାଙ୍କୁ ବିଶ୍ୱ
ସୂର୍ଯ୍ୟଙ୍କୁ ନମସ୍କାର କରିବ। କ'ଣ ସେଥିରେ ସୂର୍ଯ୍ୟଙ୍କୁ ନମସ୍କାର କରିବ କ'ଣ ସେଥିରେ ହାତ ବିନ୍ଧିବ ନା ଗୋଡ଼ ବିନ୍ଧିବ? କରିବନି କାହିଁ? ତମେ ଆଗରୁ ସବୁ ନଈ ପୋଖରୀରେ ଗାଧୋଉଥିଲେ, ସୂର୍ଯ୍ୟଙ୍କୁ ଏମିତି ଜଳ ଟେକିକିରି ନମସ୍କାର କରୁଥିଲେ। ଆଜି କ'ଣ ସବୁ ଏମିତି ତମେ ବଡ଼ ସବୁ ହେଇଗଲ, ଶିକ୍ଷାବିତ୍ ସବୁ ହେଇଗଲ, ତୁମକୁ ନାଦ ମାରୁଛି ସୂର୍ଯ୍ୟଙ୍କୁ ନମସ୍କାର କରିବା ପାଇଁ। କିନ୍ତୁ ସୂର୍ଯ୍ୟଙ୍କୁ ତମେ ନମସ୍କାର କର କି ନ କର, ସୂର୍ଯ୍ୟ ତମେ ମନ ଦୁଃଖ କରୁନାହାନ୍ତି। କିନ୍ତୁ ସୂର୍ଯ୍ୟ ହେଉଛନ୍ତି ଭଗବାନଙ୍କର ପ୍ରଥମ ଅବତାର। ସେ ନିଜେ ଗୀତାରେ କହୁଛନ୍ତି ଆଦିତ୍ୟ ନାମହଂ ବିଷ୍ଣୁ ଜ୍ୟୋତିଷଂ ରବିରଂ। ସୂର୍ଯ୍ୟ ଅନଳ ଗୋଟିଏ ଦୀପ ଠାକୁରଙ୍କୁ ସମର୍ପଣ କର। ଆମର ଓଡ଼ିଆଣୀ ମା ମାନେ ସଞ୍ଜ ବେଳେ ସଞ୍ଜଟିଏ ବଳି ତୁଳସୀ ମୂଳରେ ଦେଉଥିଲେ। ସିଏ ମଧ୍ୟ ଗୋଟିଏ ଯଜ୍ଞ। ତାକୁ ସବୁ କେତେକ ଏଇ ଗାଁ ଗହଳିରେ କରୁଛନ୍ତି, ଆଉ ସହର ବଜାରରେ ସେ ନାହିଁ, ସେ ସବୁ ପାର୍ଶ୍ୱର କରା। ଯେତେବେଳେ ଗାଧୋଉଛ ଗଙ୍ଗାଙ୍କୁ ସ୍ମରଣ କରି ଗାଧାଅ। ଆଚ୍ଛା, ଯଦି ତମ ଘରକୁ କିଏ ଅତିଥି ଆଇଲେ, ସେ ଅତିଥିଙ୍କୁ ଯଦି ନାରାୟଣ ସଦୃଶ ଭାବନା ନେଇ ତାଙ୍କୁ ସେବା କରିବ, ଠାକୁର ଭାଗବତରେ କହିଲେ ହେମନ୍ତ ବିଷ୍ଣୁ ପୂଜା କରି ଭବ ସଂସାର ଯାଆନ୍ତି। କର୍ଣ୍ଣଙ୍କ ଘରେ ଭଗବାନ କୃଷ୍ଣ ପହଞ୍ଚିଲେ ଗୋଟେ ମାୟା ରୂପରେ। କର୍ଣ୍ଣ ଭଗବାନଙ୍କ ସହିତ କୃଷ୍ଣଙ୍କ ସହିତ ଅଛନ୍ତି ଅର୍ଜୁନ, କର୍ଣ୍ଣ ଘର ଭିତରେ ଅଛନ୍ତି। ଇଏ ଯାଇକିରି ଯେତେବେଳେ ପହଞ୍ଚିଲେ ଡାକିଲେ କି କ'ଣ ତାଙ୍କ ମନ୍ତ୍ର ଫନ୍ତ୍ର ପଢ଼ିଲେ, କର୍ଣ୍ଣ ବାହାରିକିରି ଆସିଲେ, ଦେଖିଲେ ଦୁଇ ଜଣ ଅତିଥି। କର୍ଣ୍ଣ ପଚାରିଲେ, ହାତ ଯୋଡ଼ିକିରି ପଚାରିଲେ, କହିଲେ ପ୍ରଭୁ ମୁଁ କ'ଣ ଆପଣଙ୍କର ସେବା କରିବି, ମୋତେ ଆପଣ ଆଦେଶ କରନ୍ତୁ, ମୁଁ ଆପଣଙ୍କୁ ସେବା ଦେବି। ଏମାନେ କହିଲେ ଆମେ ସେବା କ'ଣ କରିବୁ, ଆମେ ଚନ୍ଦନ କାଠରେ ରୋଷେଇ କରିବୁ, ଆଉ ସେଇ ଖାଦ୍ୟଟାକୁ ଠାକୁରଙ୍କୁ ସମର୍ପଣ କରି ଆମେ ଖାଇବୁ। ଆଉ କର୍ଣ୍ଣ ସାଙ୍ଗେ ସାଙ୍ଗେ କହିଲେ ଆମ ଘରେ ଚନ୍ଦନ କାଠ ଅଛି କି ଦେଖିଲ? ହଁ ଚନ୍ଦନ କାଠ ଅଛି, ଟିକେ ମୁଣ୍ଡରେ ମାରିବା ପାଇଁ, ଆଉ ସିଏ କ'ଣ ରୋଷେଇ ହେବା ପାଇଁ ଅଛି ନା? ଯଦି ରୋଷେଇ ହେବାକୁ ନାହିଁ ତାହେଲେ ମୋ ଘର, ମୁଁ ଯେଉଁଠି ଶୋଉଛି, ମୋ ଘରଟା ଚନ୍ଦନ କାଠରେ ତିଆରି ହେଇଛି କବାଟ, ସେ କବାଟକୁ ଭାଙ୍ଗିଦିଅ, କାରଣ ଅତିଥିକି ମୁଁ ସେବା କରିବି ନା। ଯେତେବେଳେ ଚନ୍ଦନ କବାଟକୁ ସେ ଭାଙ୍ଗି ଦେଲେ, ଆଣି ଅତିଥିଙ୍କ ପାଖରେ ସମର୍ପଣ କଲେ। ଅତିଥି କହୁଛନ୍ତି ମୁଁ କ'ଣ, ଆମେ କ'ଣ ଏଇ ଚନ୍ଦନ କାଠରେ ଖାଲି ରୋଷେଇ କରି ଖାଇବୁ? ଆମେ ଆଉ କ'ଣ ଖାଇବ? ଆମେ ଖାଇବୁ ଯେମିତି ଆଜିର ଲୋକମାନେ ସବୁ, ମାନେ ଆପଣମାନେ ସବୁ ଜାଣିଛନ୍ତି ତ, ଆଉ ଆଜିକାଲି ଗାଈ ଗୋରୁ ଗୁଡ଼ା ବୁଲୁଛନ୍ତି, ସେ ହଣା ହେବେ ବୋଲି ବୁଲୁଛନ୍ତି। ତାଙ୍କୁ ହାଣିକିରି ଖାଅ ବୋଲି ହିନ୍ଦୁମାନେ ସବୁ ବିକ୍ରୟ କରିଦେଉଛନ୍ତି। ହିନ୍ଦୁମାନେ ବି ଗୋମାଂସ ଖାଇଲେଣି। ଆଜିର ସମାଜ ଏଇ ଅବସ୍ଥାକୁ ଆସିଲାଣି। ଇଏ ସେମିତି ମାୟାଧର, ଇଏ ତ ମାୟା ରଚନା କରିବା ଲୋକ। ଇଏ କହିଲେ ଆମେ କ'ଣ ସେ ଚନ୍ଦନ କାଠରେ ରୋଷେଇ ଖାଇବୁ? ତମ ପୁଅକୁ କାଟିକିରି ଦିଅ, ତା ମାଂସ ତରକାରୀ କରି ଆମେ ଖାଇବୁ।
ଇଏ କଥା ଯେତେବେଳେ କର୍ଣ୍ଣ ଶୁଣିଲେ ତାଙ୍କ ମୁଣ୍ଡ ବିଗିଡ଼ିଗଲା। ମୁଁ ପୁଅଟାକୁ କେମିତି କାଟିବାକୁ ଦେବି? ପୁଅ ନାଁ ହେଉଛି ବିଶିକେଶନ। ତାଙ୍କ ସ୍ତ୍ରୀ ମୁଣ୍ଡ ବାଡ଼େଇଲେ, ତୁମେ କି ଅତିଥି ସେବା କଲ ଯେ ତୁମେ ମୋ ପୁଅକୁ ବି ତୁମେ ମାରିବାକୁ ବସିଲଣି। କର୍ଣ୍ଣ ବୁଝେଇଲେ, ଅତିଥି ଯସ୍ୟ ଭଗ୍ନାଶୁ ପୁନର୍ମାରାୟ ଗଚ୍ଛସି। ଅତିଥି ଯଦି ଘରୁ ଫେରି ଯାଆନ୍ତି, ଗୃହସ୍ଥା ଲୋକର ସବୁ ପୁଣ୍ୟକୁ ନେଇକି ପଳାନ୍ତି। ତେଣୁ ଦେବାକୁ ହବ। ଆଉ ଭାଗବତର କଥା କେମିତି କଥା, ସବୁ ଜୀବନ୍ତ କଥା। ମୋତେ ସମର୍ପି ସୁତ ବିତ ସେନୁଏ ମାୟାରେ ମୋହିତ। ମୋତେ ସମର୍ପି ସୁତ ବିତ ସେନୁଏ ମାୟାରେ ମୋହିତ। କିଏ ତୁମେ ବା ସମର୍ପଣ କାଳେ କରିଛ, ଭଗବାନଙ୍କୁ ସବୁ ଅର୍ପଣ କରିଛ, ଆଉ ପୁଅଟା ଉପରେ ଏତେ ଲୋଭ କ'ଣ? ପୁଅ ସେ ପାଖରେ ଶୁଣୁଛନ୍ତି, କାନ୍ଥ ସେ ପାଖରେ, ମାନେ ମୋ ଘର କାନ୍ଥ, ସିଏ ସାରୁ ଦୌଡ଼ିକି ଯାଇଲେ, ବାପା ମାଆଙ୍କ ଗୋଡ଼ ତଳେ ପଡ଼ିଗଲେ ଏବଂ ପାଦ ତଳେ ପଡ଼ି କହିଲେ, ଅତିଥିଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିନା ସନ୍ଦେହରେ ତୁମେ ମୋତେ ଦାନ କର। କର୍ଣ୍ଣ କହିଲେ, ତାହେଲେ ଆଉ ପୁଅ ତ ନିଜେ କହିଲାଣି, ଆଉ ଆମର ଆଉ କ'ଣ ବି ଅଛି, ଆଉ ତୁ ଯା। ବିଶିକେଶନଙ୍କୁ ନେଇକିରି ଗଲେ, ମାୟାରେ କାଟିଲେ, ତାକୁ ମାଂସ କଲେ, ତରକାରୀ କଲେ। ଇଏ ସବୁ କର୍ଣ୍ଣ ଦେଖୁଛନ୍ତି, କନ୍ଦାକଟା ବି ଚାଲିଛି। ଭଗବାନ ତାଙ୍କୁ ମଝିରେ ମଝିରେ ଅନଉଛନ୍ତି। କାହିଁ ଅନଉଛନ୍ତି? ଚାମନ ଯେପରି ତାମନ ସେ ପରି ଖଞ୍ଜି ରଖି ଥାନ୍ତି ଉଚ୍ଚ ମନାସି ଲଭନ୍ତି ଅମୃତ ନିଜ ମନା ଲଭେ ବିଷ। ଯେତେବେଳେ ରୋଷେଇବାସ ସରିଗଲା, କର୍ଣ୍ଣ ଅତିଥିମାନଙ୍କୁ ପ୍ରଣାମ ଜଣାଇଲେ, କହିଲେ ପ୍ରଭୁ ଆପଣ ପ୍ରସାଦ କର। ଇଏ ଦୁଇ ଜଣ ଯାକ ତାଙ୍କ ମୁଖା ଖୋଲିକି ଠିଆ ହେଲେ। ସେ ଯେଉଁ ମୁଖାଟା ପିନ୍ଧିକି ଯାଇଥିଲେ, ମାନେ ଏଇ ଯେଉଁ ମାୟା ଭେଷରେ ଦାଢ଼ି ଫାଡ଼ି ରଖିକି କ'ଣ କେମିତି ଯାଇଥିଲେ, ସେ ମୁଖା ଫୁଖା ସବୁ ଖୋଲିଦେଲେ। ଦେଖିଲାକୁ ସେ କୃଷ୍ଣ ଆଉ ଅର୍ଜୁନ। କହିଲେ, କର୍ଣ୍ଣ ଆମକୁ ଚିହ୍ନି ପାରୁଛ? କର୍ଣ୍ଣ କହିଲେ, ପ୍ରଭୁ ଆପଣଙ୍କୁ ଆମେ ଚିହ୍ନିବୁନି, ରାତି ପାଇଲେ ତ ଆପଣଙ୍କୁ ଡାକୁଛୁ, ଆଉ କାହାକୁ ଚିହ୍ନିବୁ? ତାହେଲେ କାନ୍ଦୁଥିଲ କାହିଁକି? ନା ପ୍ରଭୁ ମାୟାରେ କାନ୍ଦୁଥିଲି। ମୁଁ କାନ୍ଦୁଥିଲି ମାନେ ମାୟାରେ, ପୁଅଟା ପ୍ରତି ମୋର ଲୋଭ ଥିଲା। କର୍ଣ୍ଣ ଆଜିଠାରୁ ସମଗ୍ର ଜଗତରେ, ବା ଜଗତ କଥାଟା ଆମେ କହୁଛେ ଯେ, ଆଉ ଆଜିଠାରୁ ଯେଉଁଠି ଭୋଗ ନୈବେଦ୍ୟ ଅର୍ପଣ ହେବ, ଯେଉଁ ଠାକୁର ମନ୍ଦିରରେ, ସେଠି ଗୋଟେ ଚଣ୍ଡ ଦିଆଯିବ। ଚଣ୍ଡ ଗୋଟେ କାଢ଼ିକି ଦିଅନ୍ତି। ସେ ଚଣ୍ଡଟି ହେଉଛି ବିଶିକେଶନ ଚଣ୍ଡାବଳି ନୈବେଦ୍ୟଂ ସ୍ୱାହା। ଏଇଟା ବିଶିକେଶନଙ୍କୁ ତମ ପୁଅକୁ ଦିଆଯିବ। ମୁଁ ଯେଉଁଠି, ମୋ ଭକ୍ତ ସେଇଠି। ଦୁର୍ଜୟ ଦେହ ମୋର ଶୂନ୍ୟ, ଭକତ ଭାବେ ବନ୍ଧନ। ଦୁର୍ଜୟ ଦେହ ମୋର ଶୂନ୍ୟ,
ଭାବୁଛ କି ବିଶିକେଶନକୁ ମୁଁ ତରକାରୀ କରିବି? ସେ ଭାବୁଛ ମୁଁ କ'ଣ ମଣିଷ ଖିଆ ଠାକୁର? ନିଅ ଡାକିଲେ ବିଶିକେଶନକୁ, ବିଶିକେଶନ ସିଏ ଆସିଲେ, ତମ ପୁଅକୁ ତୁମେ ନିଅ, ଯାଅ। ତୁମେ ଭାରତବର୍ଷର ମହାନ ଭାରତବର୍ଷ ଯେ ପର୍ଯ୍ୟନ୍ତ ଅଛି, ପୃଥିବୀରେ ସୂର୍ଯ୍ୟ ଚନ୍ଦ୍ରମା ଯେ ପର୍ଯ୍ୟନ୍ତ ଉଦୟ ହେଉଛନ୍ତି, ସେ ପର୍ଯ୍ୟନ୍ତ କର୍ଣ୍ଣ ହେଉଛନ୍ତି ଶ୍ରେଷ୍ଠ ଦାନୀ। ଏ କଥା ଲୋକମାନେ ନିଶ୍ଚିତ କହିବେ। ତୁମେ ବଡ଼ ନୁହେଁ, ତୁମ ଦାନ ହେଉଛି ବଡ଼। ତେଣୁ ଦାନ ଶବ୍ଦର ଅର୍ଥ ହେଉଛି ସମର୍ପଣ। ଦାନ ଶବ୍ଦର ଅର୍ଥ ହେଉଛି ଛେଦନ। ସୁପନେଖା ନାକ କାନକୁ କାଟିଦିଅ ବୋଲି ରାମ କହିଲେ, ଆମେ ତ ଜାଣିନୁ ଯାହା ଲେଖା ହେଇଛି। ଲକ୍ଷ୍ମଣ ସବୁ କାଟିଦେଲେ। ସେଟା କ'ଣ ପ୍ରକୃତ କାଟିଛନ୍ତି? ସେ ଯେଉଁ କହିଲେ, ମାନେ ସାଙ୍କେତିକ ଭାଷାରେ କହିଲେ ନାକ କାନକୁ ଛେଦନ କର, ତାମାନେ ନାକ କାନକୁ ଆଙ୍କର ନାକକୁ ଛେଦନ କର ନା ବୋଲି କହିଲେ। ଆଙ୍କର ନିଶ୍ୱାସଟି ଏମିତି ଚାଲିଥାଉ, ବହୁତ ଦିନ ସେ ବଞ୍ଚନ୍ତୁ। ଆଙ୍କ କର୍ଣ୍ଣ ସବୁବେଳେ ଭଲ କଥା ଶୁଣନ୍ତୁ। ଇଏ ଗୋଟା ଭଲ ନାରୀ ହଉ ସୁପର୍ଣ୍ଣେଖା, ଆଉ ନାକ କାନକୁ ଲକ୍ଷ୍ମଣ କାଟିଲେ ତା ପାଇଁ ଭୁଲ କ'ଣ ରାମଙ୍କର? ସିଏ କ'ଣ କାଟିବା କଥା କହିଛନ୍ତି? ତେଣୁ ସବୁ କଥାର ଗୋଟେ ଗୋଟେ ତତ୍ତ୍ୱ ଅଛି। ସେ ତତ୍ତ୍ୱକୁ ଆମେ ପ୍ରକୃତରେ ଠିକ୍ ଭାବରେ ବୁଝୁନୁ। ଆଜି ଏଇଠି ଆମେ ବସିଛୁ, ଏଇଠି ଆମେ ବସିଛୁ, ଇଏ ଗୋଟିଏ ଯଜ୍ଞ। ଏଇଠିକି ଆମେ ଆଇଲୁ, ଆକର୍ଷିତ ହେଇ ଆଇଲୁ। ମୋ ଦେହ ଖରାପ, ମୋର ଜମା କୁଆଡ଼େ ଯିବାକୁ ଇଚ୍ଛା ନାହିଁ, କି ପଦେ ଅଧେ କହିବାକୁ ବି ଇଚ୍ଛା ନାହିଁ। ମୁଁ କେବଳ ଟିକେ ବୁଲିବାକୁ ଆଇଥିଲେ, ଟିକେ ବୁଲିକି ବର୍ଷା ଦିନେ ଗୋଟେ ମନ ଫୁରେ, କିନ୍ତୁ ସେ ହେଲା ନାହିଁ। ପୁଣି ଫେରିଯିବି ଆଶ୍ରମ। ତେଣୁ ସଜ୍ଜନ, ଆମେ ଆକର୍ଷିତ ହେଇ ଆସିଲୁ, ଇଏ ଗୋଟିଏ ଯଜ୍ଞ। ଆମେ ଏଠି ଆକର୍ଷିତ ହେଇ ବସିଲୁ, ଇଏ ଆଉ ଗୋଟେ ଯଜ୍ଞ। ଆମକୁ ବିଛଣା ଦିଆହେଲା, ଆମକୁ ସରବତ ଦେଲେ, ତାପରେ ଆମକୁ ଖାଇବାକୁ ଦେଲେ, ତାପରେ ଆମକୁ ଚକୁଳି ପିଠା ବି ଦେଲେ, ତାପରେ କୀର୍ତ୍ତନିଆ ମାନେ ଆସିଲେ, ତାଙ୍କୁ ବି ଆସନ ଦିଆଗଲା। ତାପରେ ଏଠି ପ୍ରସାଦ ବ୍ୟବସ୍ଥା ହେଉଛି। ଏ ଛୁଙ୍କୁରୁ ଆମେ ଜାଣିଲୁ ଯେ ପ୍ରସାଦ ହେଉଛି। ତେଣୁ ଇଏ ସବୁ ହେଉଛି ଯଜ୍ଞ। ସେବା କାପନ୍ନ ଭକ୍ତି ବଳେ, ଜଗନ୍ନାଥ ବି ଏଡ଼େ ବଡ଼ ଠାକୁର ବୋଲି ଆମେ ସମସ୍ତେ କହୁଛୁ। ସିଏ ବି ଅତିଥିଙ୍କୁ ସତ୍କାର କରିବା ପାଇଁ ଯଦି ଗୋଟିଏ ଠାକୁର କିଏ ପୂଜା ହେଉଛନ୍ତି ପୃଥିବୀରେ, ସିଏ ହେଉଛନ୍ତି ଜଗନ୍ନାଥ। ଆମେ ଗୋଟାଏ କୀର୍ତ୍ତନ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଗୋଟେ କୀର୍ତ୍ତନ ଶୋଭାଯାତ୍ରା ହେବ। ବଳିଆ ଅଖା ପିନ୍ଧିବ, ଗୋଟେ ଭିକାରୀ ବେଶରେ ବସିବ, ଦାନ ଗ୍ରହଣ କରିବ। ଏମିତି ଗୋଟାଏ କାର୍ଯ୍ୟକ୍ରମ ହେଇଥିଲା। ଆଉ କେଉଁ ମସିହା ସେଗୁଡ଼ା ମୋର ମନେ ନାହିଁ। ବର୍ଷା ହେଉଛି ଯେ ପ୍ରବଳ ବର୍ଷା। କୀର୍ତ୍ତନିଆ ମାନେ ଖୋଳ ମୁଦଳ ଧରି ସବୁ ଅପେକ୍ଷା କରିଛନ୍ତି।
ବଳିଆ କହିଛି 4ଟା 5 ବି ହେବନି, ଠିକ୍ 4ଟା ବେଳେ କୀର୍ତ୍ତନ ବାହାରିବ। ଏବେ ବି ରମେଶ ପରିଜା ଏବେ ବି ଅଛନ୍ତି, ସେତେବେଳେ ସେ ସେକ୍ରେଟାରୀ ଥିଲେ ଆଶ୍ରମର। ଆମେ ବସିଛୁ, ଏମିତି ବସିଛୁ, ସିଏ ଆସିକିରି ଆଣ୍ଠେଇକି ବସିଲେ। ମୁଁ କହିଲି ରମେଶ କ'ଣ କି? ନା 4ଟା ବାଜିବାକୁ ଆଉ 7 ମିନିଟ୍ ଅଛି। ବୋଲେ ଆଉ 7 ମିନିଟ୍ ଅଛି, ମୁଁ କ'ଣ କରିବି? ଆଉ କ'ଣ ତୁ କହୁଛୁ 4ଟା 7 ମିନିଟ୍ ହେଇନଥାନ୍ତା? ନାଇଁ, ବାବାଙ୍କର ଆଦେଶ ଅଛି 4ଟା ବେଳେ କୀର୍ତ୍ତନ ବାହାରିବ। କୀର୍ତ୍ତନ ତ ହଜାର ହଜାର କୀର୍ତ୍ତନ ବାଲା ହେଇଛି, ଇଏ 4ଟା ବେଳେ ବାହାରିବେ। ମେଘ ଏଭଳି ହେଉଛି, ଇଏ ମେଘରେ କେମିତି ସେ ବାହାରିବେ? ଆପଣ ଯାହା ଅନୁମତି ଦେବେ। ମୁଁ ସେଇଠି କହିଥିଲି ରମେଶ ମନେ ରଖ, ବନ୍ଧୁ ମହାନ୍ତି ବି ଦିନେ ତା ପିଲାଙ୍କୁ ନେଇ ଯାଜପୁରରୁ ଆଇଥିଲା। ମୋ ବନ୍ଧୁ ଅଛନ୍ତି ପୁରୀରେ, ନୀଳାଚଳରେ, ମୁଁ ତାଙ୍କରି ପାଖକୁ ଗଲେ ଟିକେ ଆନନ୍ଦରେ ପିଲାମାନେ ଖାଇବେ। ତାଙ୍କୁ ରାତି ଅଧରେ ସୁବର୍ଣ୍ଣ ଥାଳିରେ ଖେଚୁଡ଼ି କିଏ ଦେଇଥିଲା? ଅତିଥି ଆମେ ଆଜି ଜଗନ୍ନାଥଙ୍କର ଅତିଥି। ଏଠି 10,000 ଲୋକ ଅଛନ୍ତି, ଏ ସମସ୍ତେ ବର୍ତ୍ତମାନ ଅତିଥି, ଜଗନ୍ନାଥଙ୍କ ଅତିଥି। ଜଗନ୍ନାଥ ତାଙ୍କ ଅତିଥିଙ୍କୁ ଖାଇବାକୁ ଦେବେ କି ମାଡ଼ ଦେବେ, ଯେମିତି ବରଯାତ୍ରୀ ଯାଆନ୍ତି ମାଡ଼ ଖାଇକି ଆସନ୍ତି, କି କ'ଣ ଦେବେ, এটা ଜଗନ୍ନାଥଙ୍କ ଇଚ୍ଛା ନା। ଆଉ ଆମେ କ'ଣ କହିବା ଜଗନ୍ନାଥ ଆମେ ତୁମ ଅତିଥି ଆଇଲୁ, ଆମକୁ ଭଲ ମେଘ ଛାଡ଼ିଯାଉ, ଆଉ ଖାଦ୍ୟ ଭଲ ମିଳୁ, ଏଇଆ ତୁ କହିବୁ? ଠିକ୍ 4ଟା ବେଳକୁ ଯଦି ତୁମେ କୀର୍ତ୍ତନ ନ ବାହାର କରିବ, ବଳିଆ ପଳେଇବ। ମୁଁ ଜଗନ୍ନାଥଙ୍କୁ ମଧ୍ୟ ସେଇ କଥା କହିଥିଲି, ଯେଉଁଟା ଏଇଠି କହୁଛି। ମୋତେ ଏତେ ମନ୍ତ୍ରଫନ୍ତ୍ର ପଢ଼ି ଆସେନା, ମୁଁ ଏମିତି କହିଦିଏ। ଜଗନ୍ନାଥ କଥା ଶୁଣନ୍ତି, ସେ ଠିକ୍ 4ଟା ଯେମିତି ବାଜିଲା, ସିଏ ମେଘ କୁଆଡ଼େ ଗଲା, ଖରା ପଡ଼ିଗଲା। କୀର୍ତ୍ତନ ଆନନ୍ଦରେ, ଏତେ ବଡ଼ କୀର୍ତ୍ତନ ଶୋଭାଯାତ୍ରା ପୁରୀରେ ଆଉ କେବେ ହେଇଛି ବୋଲି ଅନେକ ଲୋକ ମନେ ପକାଇ ପାରିଲେ ନାହିଁ। ତେଣୁ ଜଗନ୍ନାଥ ମଧ୍ୟ ବନ୍ଧୁ ମହାନ୍ତିଙ୍କୁ ପରିଚର୍ଯା କରିଛନ୍ତି। ଇଏ ବଳିଆକୁ ମଧ୍ୟ ସେ ଅତିଥିର ସମ୍ମାନ ଦେଇଛନ୍ତି। ବଳିଆ ବୋଲି ମଧ୍ୟ ମୋତେ ଡାକିଛନ୍ତି। ମୁଁ କାଳେ ତାଙ୍କୁ ଚିହ୍ନି ନ ପାରିବି, ସେଥିପାଇଁ ସେ ମୋତେ ଡାକିଲେ ବି ବଳିଆ, ମୋ ନାଁ ତ ସେଇ ଦେଇଛନ୍ତି ଆଉ। ତେଣୁ ସଜ୍ଜନ, ଜଗନ୍ନାଥ ହେଉଛନ୍ତି ଗୋଟିଏ ଠାକୁର। ଖାଲି ଜୟ ଗୁରୁ ଜୟ ଜଗନ୍ନାଥ ଏତିକି କହିଲେ ବି ଆମର ସବୁ ହେଇଗଲା। ନାଁ କହିଲେ ନାମ କର, ନାମକୁ କରିବୁ ଭଜନ, ଅନାମକୁ ଧାଇବୁ, ଜପଟି କରିବୁ ମନରେ, ଅଜପାରେ ନାମ କର। ଧୈର୍ଯ୍ୟ ରଖ। ଜୀବନରେ ଦୁଃଖ, ନିନ୍ଦା, ଅପମାନ ଅନେକ କଥା ଆସିବ। ଗୀତା କହିଛନ୍ତି ତୁଲ୍ୟ ନିନ୍ଦା ସ୍ତୁତି ମୌନି, ସନ୍ତୁଷ୍ଟ ଯେନ କେନଚିତ୍, ଅନିକେତ ସ୍ଥିରମତି ଭକ୍ତିମାନ। ସହିଯାଅ ଦୁଃଖ ସର୍ବଦା ବିଭୁ ପାଦ, ରହିଯାଅ ମନ କୁଆଁର ଈଶ ଧର୍ମ।
ଯିଏ ସହିପାରିଛି ସେ ସବୁ ପାଇଛି। ଅହଲ୍ୟା ତାର ଜ୍ୱଳନ୍ତ ଉଦାହରଣ। ପଥର ଭଳି ସହିପାରିଥିଲେ ବୋଲି ଭଗବାନ ରାମଚନ୍ଦ୍ରଙ୍କ ପାଦ ସ୍ପର୍ଶ ସେ ପାଇଲେ। ତେଣୁ ଧୈର୍ଯ୍ୟ ସବୁଠାରୁ ବଡ଼ ଜିନିଷ। ଧର୍ମ ଯେଉଁ କହୁଛନ୍ତି, ମୁଁ ଆଜି ପର୍ଯ୍ୟନ୍ତ ଧର୍ମ ଅର୍ଥ କିଛି ବୁଝିନି। ମୁଁ ଧର୍ମ ସଭା କରୁଛି କିନ୍ତୁ ମୁଁ ଧର୍ମ ଅର୍ଥ ବୁଝିନି। ମୁଁ କେବଳ ଧର୍ମ ଅର୍ଥ ବୁଝିଛି ମଣିଷ ପଣିଆ, ମାନବିକତା। ଯଦି ମୋର ମାନବିକତା ନାହିଁ, ମଣିଷ ପଣିଆ ନାହିଁ, ମୋ ଭାଷା ଯଦି ମଧୁର ନୁହେଁ, ମୋର ବ୍ୟବହାର ଯଦି ମଧୁର ନୁହେଁ, ମୁଁ ଯଦି କାହାକୁ ବି ଜୀବନରେ ଗୋଟେ ସାହାଯ୍ୟ ବି କରିନି, ଆଉ ଗୋଟେ ବିରାଟ ମନ୍ଦିର କରିଦେଇଛି, ସେ ବିରାଟ ମନ୍ଦିରରେ ପତାକା ଉଡ଼େଇ ଦେଇଛି, ସେଥିରୁ କ'ଣ ସେ ପତାକା କରିବ? ପତାକା କ'ଣ କରୋନା ସମୟରେ ପତାକା ଉଡ଼ୁନଥିଲା? ଆମେ କ'ଣ ଆଉ ସେ ପତାକାକୁ ଅନଉଥିଲୁ? ସେତେବେଳେ ଆମେ ଜଗନ୍ନାଥଙ୍କୁ ଡାକୁଥିଲୁ ଶୀଘ୍ର ଔଷଧ ବାହାର କର। ମୁଁ ତ କହୁଥିଲି, ଆଉ କିଏ କହୁ ନ କହୁ, ଶୀଘ୍ର ଔଷଧ ବାହାର କର। ଆମେ ବଞ୍ଚିଛୁ, ଆମ ଆଗରେ ଲୋକ ଗୁଡ଼ାକ ମରିଯିବେ, ଆମେ ସହିପାରିବୁ? ଏମିତି ଯେମିତି କହିଲି, ଔଷଧ ତ ବାହାରି ନେଇ, ଆଉ ମୋତେ ଧଇଲା କରୋନା। ଆଉ ଯେହେତୁ ମୁଁ କରୋନା ବିରୁଦ୍ଧରେ ସଂଗ୍ରାମ କଲି, ହୋମ କଲି, ପୂଜା କଲି, ଜପ କଲି, କରୋନା ପାଇଁ ଶୀଘ୍ର ତାର ପ୍ରତିକାର ବାହାର। ନିର୍ଦ୍ଦେଶ ବି ହେଲା ଅମୁକ ତାରିଖ ଦିନ ବାହାରିବ, ତାକୁ ମଧ୍ୟ କହିଲି। ଅନେକ ଲୋକ ଅପେକ୍ଷା କଲେ। ଯେଉଁଦିନ ପ୍ରଥମ ଆମ ପ୍ରଧାନମନ୍ତ୍ରୀ ଡିକ୍ଲେୟାର କଲେ ଭାରତବର୍ଷରେ ଏଇ ଔଷଧଟା କ'ଣ ବାହାରିଛି, ଅନେକ ମୋତେ ଶୁଭେଚ୍ଛା ଜଣେଇଲେ, ପ୍ରଣାମ ଜଣେଇଲେ, ବାବା ଆପଣଙ୍କ କଥାଟା ସମ୍ପୂର୍ଣ୍ଣ ସତ୍ୟ ହେଲା। ମୁଁ କହିଲି ସେ ସବୁ ଟେକାଟେକି ମୋତେ କରନା, ମୁଁ ସେଥିରେ ନାହିଁ। ମୋ ଲୋକ ଗୁଡ଼ାକ ବଞ୍ଚିଯାଆନ୍ତୁ, ଇଏ ମହାମାରୀ ଭଳି ବିପଦ ଦୂରେଇ ଯାଉ, ମୋର ଏତିକି ଦରକାର। ଆଉ ମୁଁ କହିଥିଲି, ମୁଁ ଇଏ ହେଲି, ସେସବୁ ମୁଁ ଯେତେବେଳେ କରୋନାରେ ପଡ଼ିଥିଲି ସେତେବେଳେ ଔଷଧ କିଛି ନଥିଲା, ଔଷଧ ବାହାରି ନଥିଲା। ବହୁ କଷ୍ଟ ପାଇଥିଲି, କିନ୍ତୁ ମୁଁ ଦିନେ ବି ଜଗନ୍ନାଥଙ୍କୁ କି ମୋ ଠାକୁର ଇଷ୍ଟଦେବ ଅନନ୍ତଙ୍କୁ କହିନି ପ୍ରଭୁ ମୋତେ ଟିକେ ଭଲ କରିଦିଅ। ମୁଁ ଜମା କହିନି, ମୁଁ ଦିନେ ବି କହିନି। କିନ୍ତୁ ମୁଁ ଭଲ ହେଇଛି, କରୋନା ବିରୁଦ୍ଧରେ ସଂଗ୍ରାମ କରିବା ମୋର ସାର୍ଥକ ହେଇଛି। କେଉଁଖିଣା ବି ତା ନାଁ ଧରିଲିନି, ପୁଣି କ'ଣ କରିବ? ତେଣୁ ସବୁବେଳେ ଆପଣମାନେ ସେଇ ଯେଉଁ ମହାମାରୀ ଯେତେବେଳେ ଆସିବ, ଜୟନ୍ତୀ ମଙ୍ଗଳା କାଳୀ ଭଦ୍ରକାଳୀ କପାଳିନୀ ଏ ମନ୍ତ୍ରଟିକୁ ସ୍ମରଣ କରିବେ। ଯଦି ବାତ୍ୟା ବନ୍ୟା ଭଳି ବିପଦ ମାଡ଼ି ଆସିବ, ଗୀତାର ଗୋଟିଏ ଶ୍ଳୋକ, ବାୟୁର୍ଜମଗ୍ନି এই ମନ୍ତ୍ରକୁ ସ୍ମରଣ କରିବେ। ଯଦି କିଛି ନ ଆସିବ, ଜୟଗୁରୁ ଜୟ ଜଗନ୍ନାଥ, କାମ ଇତି ଶ୍ରୀ ମମତ ଭାବ, ଆଉ କିଛି ଦରକାର ନାହିଁ, ଏତିକିରେ ଯଥେଷ୍ଟ। ଜୟ ଗୁରୁ ଜୟ ଜଗନ୍ନାଥ। ତେଣୁ ଭଗବାନ ଭାବ ବିନୋଦିଆ, ସେ ଭକ୍ତବତ୍ସଳ, ସେ ଅନ୍ତର୍ଯାମୀ, ସେ ହେଉଛନ୍ତି ଅନନ୍ତ। ଯେପର୍ଯ୍ୟନ୍ତ ଆମେ ବଞ୍ଚିଛୁ, ତାଙ୍କରି ବାହୁ ଛାୟା ତଳେ ଆମେ ବଞ୍ଚିଛୁ, ଯେତିକି ଦିନ ବଞ୍ଚିବୁ, ତାଙ୍କ ନାଁକୁ ଯେଭଳି ଆମେ ଭୁଲି ନ ଯାଉ। ଏଇ ହେଉଛି କଥା। ଏଇ କାମାକ୍ଷାକୁ ଆସିଥିଲି,
କ'ଣ ଗୋଟେ କରିବାକୁ ଆଇଥିଲେ ଗାନ୍ଧୀଙ୍କର କ'ଣ ଗୋଟେ ମୂର୍ତ୍ତି ଉଦ୍ଘାଟନ କରିବାକୁ ଆଇଥିଲା। ହଁ, ଏଇ କାମାକ୍ଷାରେ ମୁଁ 3 ଦିନ ଗୀତା କହିଛି। ଏଇ କାମାକ୍ଷାରେ ଇଏ ବାବୁ ମନ୍ତ୍ର, ଆମ ଡାକ୍ତର ବାବୁ ମନ୍ତ୍ର ନେଇଥିଲେ। ଯାହା ଆଜି ସେଇ କାମାକ୍ଷାର ଅନତି ଦୂରରେ ଢେଙ୍କାନାଳ ଜିଲ୍ଲାରେ କମଗରାରେ ଆମର ଗୋଟେ ଛୋଟ ଆଶ୍ରମ ଗଢ଼ି ଯାହା ଗୋପାଳ ଭାଇ କହୁଥିଲା। ଏବଂ ପୁଣି ଆମେ ଏ ଢେଙ୍କାନାଳ ଜିଲ୍ଲାରେ ଆମେ କମଗରାରେ ଗୋଟେ ଭଲ କାର୍ଯ୍ୟକ୍ରମ କ'ଣ କରିବା ମୁଁ ଚିନ୍ତା କରିନି, କିନ୍ତୁ ଯାହା କରିବା ମାନେ ମୁଁ ସମର୍ପଣ କରୁଛି। ଇଏ ପବିତ୍ର ଢେଙ୍କାନାଳ କପିଳାସ ତୀର୍ଥ, ଏଠି କେତେ ତୀର୍ଥ ଅଛି ଆଉ କପିଳାସ ତୀର୍ଥ ଗୋଟାଏ କହିଲେ ଆଉ ଜୋରନ୍ଦା ଅଛି, କପିଳାସ ଅଛନ୍ତି, ଇଏ କ'ଣ ସେ କ'ଣ ସେ ଜଙ୍ଗଲଟା କ'ଣ ସପ୍ତଶଯ୍ୟା ଅଛନ୍ତି। ଇଏ ଗୋଟେ ମାଟି, ଗୋଟେ ସ୍ୱତନ୍ତ୍ର ମାଟି। ଇଏ ମାଟିର ପୁଅ ବାଜି ରାଉତ ଐତିହାସିକ ମଣିଷ ହେଇ ରହିଯାଇଛି। ତାର ପରିବାର ଲୋକମାନଙ୍କୁ ଡାକି ଆମେ ସମର୍ଦ୍ଧିତ ମଧ୍ୟ କରିଛୁ। ପୁଣି ଯେତେବେଳେ ମନ ହବ ଆସିବୁ, ନ ଆସିଲେ ମନ ଦୁଃଖ କରିବନି, କି ଆସିଲେ ବି ଏତେ ମନ ଦୁଃଖ କରିବ। ଶେଷରେ ସମସ୍ତେ ଭଲରେ ରୁହନ୍ତୁ, ଆପଣମାନେ ଆନନ୍ଦରେ ଥାଆନ୍ତୁ। ପୁଣି ଯେବେ କାମାକ୍ଷା ଆସିବି ଦେଖା ହେବ। ସମସ୍ତଙ୍କୁ ନମସ୍କାର ଜଣାଇ, ଇଏ ପୂର୍ଣ୍ଣ ମାଠିକୁ ପ୍ରଣାମ ଜଣାଇ ବଳିଆ କଥାକୁ ସମର୍ପଣ କରୁଛି।